କାଲି ପଡ଼ୁଛି ସାବିତ୍ରୀ ବ୍ରତ, ତେଣୁ ଘରେ ଘରେ ଶାଗୁ ପଣାଟା ନିଶ୍ଚିନ୍ତ ଭାବରେ ହେବ। ଥରେ ଏମିତି ଭାବରେ ଶାଗୁ ପଣା କରିକି ଖାଆନ୍ତୁ, ଦେଖିବେ ଟେଷ୍ଟରେ କେତେ ଫରକ ଆପଣ ଜାଣିପାରିବେ। ଥରେ ଏମିତି ଟ୍ରାଏ କରନ୍ତୁ। କୌଣସି ଓଷା ପୁଣ୍ୟ ପର୍ବରେ ଯଦି ଆପଣମାନେ ଉପବାସ ରହୁଛନ୍ତି, ତାହେଲେ ଏମିତି ଶାଗୁ ପଣା କରିକି ବି ଖାଇପାରିବେ। ଆଉ ଖରାଦିନ ପାଇଁ ଏକଦମ ପରଫେକ୍ଟ ରେସିପି। ଶାଗୁ ପଣା ତିଆରି କରିବା ପାଇଁ ମୁଁ ଏଠି ଅଧା କପ୍ ଶାଗୁ ଗ୍ରାମରେ ଏଟା ପାଖାପାଖି 70 ଗ୍ରାମର ହେବ, ଭିଜେଇକି 5-6 ଘଣ୍ଟା ରଖିଦେଇଥିଲି। ଗୋଟେ ଗ୍ରାଇଣ୍ଡର ନେଇଗଲି, ସେଥିରେ 4 ବଡ଼ ଚାମଚ ପକାଇ ଦେଉଛି ଶାଗୁ। ଆଉ କିଛି ଶାଗୁକୁ ରଖିଦେବା, ପରେ ୟୁଜ୍ କରିବା। କୋରା ନଡ଼ିଆ ପକାଇ ନେଲି, କଦଳୀ ଗୋଟେ ବଡ଼ ସାଇଜ୍ର ପକାଇ ନେଇଛି, ଛେନା ପକାଇ ନେବା। ଗୋଟେ ବଡ଼ ସାଇଜ୍ର ଗୁଜୁରାତିର ମଞ୍ଜିକୁ ମୁଁ ପକାଇ ନେଉଛି, କିଛି ଗୋଲମରିଚ ପକାଇ ନେଲି। ଏଠି ଫ୍ରେଶ୍ ଦହି ନେଇଛି ପାଖାପାଖି 250 ଗ୍ରାମର। ଆମ୍ବ ପକାଇ ନେଲି। ମିଶ୍ରି ପାଣିକୁ ଆଗରୁ ଭିଜେଇକି ମିଶ୍ରି ରଖିଥିଲି, ଅଧା ପକାଇବା ଅଧା ପରେ ୟୁଜ୍ କରିବା। ଚାହିଁଲେ ଯେଉଁମାନେ ମିଶ୍ରି ପାଣି ୟୁଜ୍ ନ କରୁଛନ୍ତି, ଏହି ଷ୍ଟେଜ୍ରେ ଚିନି ପକାଇ ପାରିବେ। ଆଉ ଯେଉଁମାନେ ଅଧିକା ମିଠା ଚାହୁଁଛନ୍ତି, ମିଶ୍ରି ପାଣି ସହିତ 2 ଚାମଚ ଚିନି ବି ପକାଇ ପାରନ୍ତି। ଏଇଟା ଟିକେ ସ୍ଲାଇଟ୍ କମ୍ ମିଠା ରହିବ। ଦେଖନ୍ତୁ, ସବୁ ଜିନିଷକୁ ଭଲ ଭାବରେ ବ୍ଲେଣ୍ଡ କରିନେଲି। ଯଦି ଆପଣ ଆମ୍ବର ଆମାଉଣ୍ଟ ଅଧିକା କରିବାକୁ ଚାହୁଁଛନ୍ତି, ତାହେଲେ 2ଟା ଆମ୍ବ ବି ଏଥିରେ ଅଧିକା ଆଡ଼୍ କରିପାରନ୍ତି। କିଛି ମିଶ୍ରି ପାଣି ରଖିଥିଲି, ଏଣା ବ୍ଲେଣ୍ଡରରେ ଯେଉଁଟା ଟିକେ ଟିକେ ଲାଗିଛି, ସେଥିରେ ପକାଇ ନେଇକି ମୁଁ ଏଥିରେ ଆଡ଼୍ କରିନେବି ସେଇ ପାଣିଟାକୁ। ଯେତିକି ଠିକ୍ ଆପଣ ରଖିବାକୁ ଚାହୁଁଛନ୍ତି, ସେଇ ହିସାବରେ ଆପଣ ପାଣି ୟୁଜ୍ କରିବେ। କିଛି ଶାଗୁକୁ ମୁଁ ରଖିଦେଇଥିଲି, ସେଇ ଶାଗୁଟାକୁ ପକାଇ ନେବା। କାହିଁକିନା ଖାଇଲା ବେଳେ ଶାଗୁର ଦାନା ଯଦି ଟିକେ ଟିକେ ପାଟିକୁ ଆସିବ, ତାହେଲେ ଖାଇବାକୁ ଆହୁରି ଟେଷ୍ଟ ଲାଗିବ। କିଛି ଆପଲକୁ କାଟିକି ରଖିଛି ଛୋଟ ଛୋଟ କରି, ତାକୁ ବି ଆଡ଼୍ କରିନେଲି। ସେମିତି ଅଙ୍ଗୁର ଆଡ଼୍ କରିନେବା, କଦଳୀକୁ ବି ଆଡ଼୍ କରିନେବା, ଆମ୍ବକୁ ଆଡ଼୍ କରିନେଲି। ଚାହିଁଲେ ଅଧିକ ଆମାଉଣ୍ଟର ଆମ୍ବ ବି ଦେଇପାରିବେ। କିଛି ଡାଳିମ୍ବ ମଞ୍ଜିକୁ ବି ପକାଇ ନେବା। ସବୁ ଜିନିଷକୁ ପକାଇଲା ପରେ ଆପଣ ଏଟାକୁ ଭଲ ଭାବରେ ଗୋଳେଇ ଦେବେ। ଏଥିରୁ ଯେଉଁ ଫଳକୁ ଆପଣଙ୍କୁ ଆଭଏଡ଼ କରିବାକୁ ଚାହୁଁଛନ୍ତି, ଚାହିଁଲେ ବି ଆଭଏଡ଼ କରିପାରିବେ, ଯେଉଁଟା ଆପଣଙ୍କୁ ପସନ୍ଦ ଲାଗେନି। ତାପରେ ଦେଖନ୍ତୁ, ଆମେ ସର୍ଭ କରିବା। ଏମିତି ଶାଗୁ ପଣା ଆପଣମାନେ ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ। ଚାଲନ୍ତୁ ଶାଗୁ ପଣାକୁ ସର୍ଭ କରିବା। ଏଇନା ମୁଁ ସର୍ଭ କରିକି ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ, ସବୁ ଜାଗାରେ ମୁଁ ପକାଇ ନେଲି ଶାଗୁ। ତା ଉପରେ କୋରା ନଡ଼ିଆ ପକାଇ ନେବା। ସବୁ ଫଳରୁ କାଟିକି ରଖିଥିଲି, ଟିକେ ଟିକେ ରଖିଦେଇଛି, ସେଇଥିରୁ ଉପରେ ଟିକେ ଟିକେ ଆଡ଼୍ କରିନେବା। ଉପରେ ଟିକେ କଟା କଦଳୀ ପକାଇ ନେଲି, ଆପଲ ବି ପକାଇ ନେବି, ଅଙ୍ଗୁର, ଆମ୍ବ, ଏସବୁ ଜିନିଷକୁ ଉପରେ ଯଦି ଆଡ଼୍ କରିନେବେ, ତାହେଲେ ଦେଖିବାକୁ ବହୁତ ସୁନ୍ଦର ଲାଗିବ। ସବୁ ଫଳରୁ ଟିକେ ଟିକେ ଆଡ଼୍ କରିନିଅନ୍ତୁ। ତା ଉପରେ ଟିକେ ଡାଳିମ୍ବ ମଞ୍ଜି ବି ପକାଇ ନେଉଛି। କିଛି କାଜୁ ଆଉ କିସମିସକୁ ବି ଉପରେ ପକାଇ ନେବା। କିଛି ପିସ୍ତାକୁ ମୁଁ ଗ୍ରେଟ୍ କରିକି ରଖିଥିଲି, ତାକୁ ବି ଟିକେ ଟିକେ ଆଡ଼୍ କରିନେଇଛି। ଉପରେ ଚେରିର ଖଣ୍ଡକୁ ବି ରଖିନେଲି। ଦେଖିବାକୁ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି, ଆଉ ଖାଇବାରେ ତାଠୁ ଆହୁରି ଟେଷ୍ଟ ଲାଗିବ। ତେଣୁ କାଲି ସାବିତ୍ରୀ ବ୍ରତରେ ଏମିତି ଆପଣମାନେ ଶାଗୁ ପଣା ତିଆରି କରନ୍ତୁ। ଦେଖିବେ ଟେଷ୍ଟରେ କେତେ ଫରକ, କଲେ ଥରେ ଜାଣିପାରିବେ। ଏମିତି ଆପଣମାନେ ଖାଆନ୍ତୁ, ଆଉ ଅନ୍ୟମାନଙ୍କୁ ବି ଖୁଆନ୍ତୁ। ତେବେ ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା, ତେବେ ଭିଡ଼ିଓଟିକୁ ଲାଇକ୍ ସେୟାର କରିଦେବେ। ତେବେ ରହୁଛି, ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ।